চলিত ବର୍ଷା ଋତୁ ଆଗମନରେ ସହରରେ ପ୍ଲାଣ୍ଟେସନ କାର୍ଯ୍ୟକ୍ରମ ବନ ମହୋତ୍ସବ ଉଦ୍ଘାଟନ ହୋଇଛି। କଟକ ମହାନଗର ନିଗମ ତରଫରୁ ଆରମ୍ଭ ହୋଇଥିବା ଏହି ବନ ମହୋତ୍ସବ ଗୋଟିଏ ମାସ ଧରି ଚାଲିବ। କଟକ ମହାନଗର ନିଗମ ଅଞ୍ଚଳରେ ବିଭିନ୍ନ ସ୍ଥାନରେ ସହରର ପ୍ରମୁଖ ସ୍ଥାନମାନଙ୍କରେ ସିଏମସିର ସମସ୍ତ ପାର୍କ, ସ୍କୁଲ, କଲେଜ ତଥା ଖୋଲା ଜାଗା ମାନଙ୍କରେ ଚାରା ରୋପଣ କରାଯିବ। ଚଳିତ ବର୍ଷ ପାଖାପାଖି ଚାରା କଟକ ମହାନଗର ଅଞ୍ଚଳରେ ରୋପିତ ହେବ, ଯାହାଦ୍ୱାରା ସହରର ସୌନ୍ଦର୍ଯ୍ୟକରଣ ହେବା ସହିତ ସହରକୁ ପ୍ରଦୂଷଣ ମୁକ୍ତ ମଧ୍ୟ କରାଯାଇପାରିବ। ଗତ ବର୍ଷ ମଧ୍ୟ ବନ ମହୋତ୍ସବ ପାଳିତ ହୋଇଥିଲା, କିନ୍ତୁ କୋଉଠି ନା କୋଉଠି ଏହାକୁ ସଫଳ କରିବାରେ ଫେଲ୍ ମାରିଥିଲା ସିଏମସି। କିନ୍ତୁ ଚଳିତ ବର୍ଷ ଏକ ସ୍ୱତନ୍ତ୍ର ଟିମ୍ ଦ୍ୱାରା ଏହାର ରକ୍ଷଣାବେକ୍ଷଣ କରାଯିବା ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି ମେୟର ସୁଭାଷ ସିଂ। ଏହି ପରିପ୍ରେକ୍ଷୀରେ ହାଇକୋର୍ଟର ଅବସରପ୍ରାପ୍ତ ଜଷ୍ଟିସ ବିପି ଦାସ, ସିଏମସି କମିଶନରଙ୍କ ସମେତ ଅନେକ କର୍ପୋରେଟର, ବନଖଣ୍ଡ ଅଧିକାରୀ ତଥା ସିଏମସିର ଅନେକ କର୍ମଚାରୀ ଯୋଗ ଦେଇ ସମୂହ ବୃକ୍ଷରୋପଣ କରିଥିଲେ। ଗଛ କାଟିବାର ସେମିତି ଆମେ ବେଶୀ ସୁଯୋଗ ଦେଇନୁ। ଆପଣ ଗଛ କାଟିବାଟା ଆମେ ସେମିତି ଟାଉନ୍ ଭିତରେ ଗଛ କଟା କେଉଁଠି ହେଉନି। ରିଙ୍ଗ ରୋଡ଼ ଯେଉଁ 6 ଲେନ୍ ହେଉଛି ସେଠି ପ୍ରୋବ୍ଲେମ୍ ଟିକେ ଅଛି। ଆମେ ତା'ର ସମାଧାନ କରିବା ପାଇଁ ସେଥିପାଇଁ ଆମେ ଗୋଟେ ଟାର୍ଗେଟ୍ କରିଛୁ ଏ ବର୍ଷ 5 ଲକ୍ଷ ଗଛ ଲଗାଇବାର ବ୍ୟବସ୍ଥା। ଏବଂ ଫାର୍ଷ୍ଟ ଟାଇମ୍ ଗୋଟେ ନୂଆ ପ୍ରକ୍ରିୟା ମହାନଗର ନିଗମ ନେଇଛି। ଗୋଟେ ଜଏଣ୍ଟ ଭେଞ୍ଚର କରୁଛୁ, ଫରେଷ୍ଟ ଡିପାର୍ଟମେଣ୍ଟ ରଖିଛୁ, ହର୍ଟିକଲଚର ଡିପାର୍ଟମେଣ୍ଟ ରଖିଛୁ। ଯେତେ ସବୁ ବଡ଼ ବଡ଼ ଏନ୍ଜିଓ ମାନେ ଅଛନ୍ତି ଗଛ ପଛ ଲଗାଇବାରେ ଟିକେ ସମ୍ପୃକ୍ତ ଅଛନ୍ତି, ତାଙ୍କୁ ସମ୍ପୃକ୍ତ କରୁଛୁ ଏବଂ ଗୋଟେ କମିଟି କରୁଛୁ। ଆମେ ମଝିରେ ବି ସମୀକ୍ଷା କରିବୁ ଯେତେ ଗଛ ଲାଗିଲା ତା ସ୍ଥିତି କ'ଣ ଅଛି। ଯଦି 5 ଲକ୍ଷ ଗଛରୁ ଆମେ ଯଦି 50,000 ଗଛକୁ ଯଦି ରଖି ବଞ୍ଚେଇ ପାରିଲୁ, ସେଇଟା ବି ଆମର ବହୁତ ଉପକାରୀ ହେବ। ଆମେ 2 ବର୍ଷିଆ ପ୍ଲାନ୍ ନେଇଛୁ। 2024ରେ 5 ଲକ୍ଷ, 2025ରେ 5 ଲକ୍ଷ, ଏଇ 10 ଲକ୍ଷର ଟାର୍ଗେଟ୍ରେ 2 ବର୍ଷିଆ ପ୍ରୋଜେକ୍ଟ ନେଇକି ଆମେ ଅଗ୍ରସର ହେଉଛୁ। କଟକ ସହରକୁ ସବୁଜ ସୁନ୍ଦର କରିବା ପାଇଁ ଯେତିକି ସୁଯୋଗ ଅଛି ଓଡ଼ିଶାରେ ଅନ୍ୟ ଜାଗାରେ ସେମିତି ସୁଯୋଗ ନାହିଁ। କାରଣ ଆମେ ବିରାଟ ନଦୀ ପଠା ପାଉଛୁ, ମହାନଦୀ ନଦୀ ପଠା ପାଉଛୁ। 423 ଏକର ଜାଗାରୁ ଏନ୍ଜିଟି ଡିମାର୍କେସନ୍ କରିଦେଇଛି ପ୍ଲାଣ୍ଟେସନ୍ ପାଇଁ। କେହି ଲକ୍ଷ ଗଛ ଆରି ଭିତରେ ବି ରହିବ। ଏବଂ ଆମେ ଯେତେ ଜାଗା ଅଛି ଚାରିପଟ ରିଙ୍ଗ ରୋଡ଼ ଚାରିପଟ ଖାଲି ଜାଗା, ଯେତେ ସରକାରୀ ଅନୁଷ୍ଠାନ, ବେସରକାରୀ ଅନୁଷ୍ଠାନ, କଲେଜ, ସ୍କୁଲଠୁ ଆରମ୍ଭ କରି ସବୁ ଦପ୍ତରରେ କିଛି ଦାୟିତ୍ୱ ଦେବୁ ସମ୍ପୃକ୍ତ ବିଭାଗକୁ। ଧର ଆମେ ଶୈଳବାଳାର ଗଛ ଲଗାଉଛୁ, ପ୍ରିନ୍ସିପାଲ ଦାୟିତ୍ୱ ଦେଖିବେ ଆମେ ଯେଉଁ 50ଟି ଗଛ ଲଗାଇଲୁ ସେ ଗଛର ସ୍ଥିତି କ'ଣ ହେଉଛି ତାକୁ ଅନୁଧ୍ୟାନ କରିବେ, ଲୋକ ଏନଗେଜ୍ କରିବେ, ତାକୁ ମେଣ୍ଟେନ୍ କରିବେ। ଏବଂ ଏଇଭଳି ଭାବରେ ଆମେ ଗୋଟେ ନୂଆ ମେଥଡ଼ ନେଇଛୁ ଏବଂ ସେ ସମ୍ପର୍କରେ ମଝିରେ ସମୀକ୍ଷା କରିବୁ। ରିଭର ହେଲ୍ଥକୁ ଡେଭଲପ୍ କରିବା ପାଇଁ ଗୋଟେ ବଡ଼ ପ୍ଲାନ୍ ବି ଆମେ ତାକୁ ବି ନେଇଛୁ। ଏଥର ବୃକ୍ଷରୋପଣ, ସାଧାରଣ ବୃକ୍ଷରୋପଣ ସପ୍ତାହ ବ୍ୟାପୀ ଯେଉଁ ହୁଏ ସେ ଧନ୍ଦା କରିନାହୁଁ। ଆମେ 1 ମନ୍ଥର ପ୍ରୋଗ୍ରାମ୍ ନେଇଛୁ। 59ଟା ୱାର୍ଡ଼ରେ ଆରଥର ଆମେ ପାଖାପାଖି 1.5 ଲକ୍ଷ ଗଛ ବାଣ୍ଟିଥିଲୁ। ପ୍ରତ୍ୟେକ ଘରେ ଘରେ 5ଟି 10ଟି ଗଛ ପହଞ୍ଚିଥିଲା। ଏଥର ମଧ୍ୟ ସେହି ପ୍ରକ୍ରିୟା କରିବୁ ଏବଂ ଘର ଘର ବି ବୃକ୍ଷର ବଣ୍ଟନ କରାଯିବ, ଚାରା ବଣ୍ଟନ କରାଯିବ। ଏବଂ ସେଥିପାଇଁ ଆମେ 2.5 ଲକ୍ଷ ଗଛ ପାଖାପାଖି ବର୍ତ୍ତମାନ ଆମ ପାଖରେ ଆସିଛି, ଆଉ 2.5 ଲକ୍ଷ ବୁକିଂ କରୁଛୁ। ଆମେ ଗୋଟା ମାସ ଧରି ଚାଲିବ, ଯେଉଁଥିରେ ମହାନଗର ନିଗମର ସମସ୍ତ କର୍ପୋରେଟର ମାନେ ସମ୍ପୃକ୍ତ ରହିବେ ଏବଂ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ ମାନେ ସମ୍ପୃକ୍ତ ରହିବେ ଏବଂ ବିଭିନ୍ନ ଅନୁଷ୍ଠାନ, ଯେଉଁ ଅନୁଷ୍ଠାନ ସରକାରୀ ବେସରକାରୀ ଅନୁଷ୍ଠାନ ଅଛି ତାଙ୍କୁ ମଧ୍ୟ ସମ୍ପୃକ୍ତ କରିବୁ। ଆକୁ ଗୋଟେ ଭଲ ଯୋଜନା ଭାବରେ ମହାନଗର ନିଗମ ପ୍ରସ୍ତୁତ କରିଛି। ଆମେ ସେଥିପାଇଁ ଗୋଟେ ପ୍ରସ୍ତୁତି ମିଟିଂ ଡାକିଥିଲୁ, ସମସ୍ତଙ୍କୁ ସମ୍ପୃକ୍ତ କରିଛୁ। ଆଜିଠୁ କାର୍ଯ୍ୟକ୍ରମ ଆରମ୍ଭ ହେଉଛି। ବିଚାରପତିଠୁ ଆରମ୍ଭ କରି ସବୁ ସ୍ତରର ଲୋକ ଏଥିରେ ସାମିଲ ହେବେ। ଏମ୍ଏଲ୍ଏ ବିଧାୟକଠୁ ଆରମ୍ଭ କରି ସବୁ ସ୍ତରର ସାମିଲ ହେବେ, ବୁଦ୍ଧିଜୀବୀମାନେ ସାମିଲ ହେବେ। ଆମ ଆକୁ ଗୋଟେ ମିଳିତ ପ୍ରକ୍ରିୟା ଭାବରେ ଆଗକୁ ନେବାକୁ ଚେଷ୍ଟା କରୁଛୁ। ବହୁତ କଷ୍ଟଲି ଅଛି ତ ସେଥିପାଇଁ ତାଙ୍କ ପ୍ରୋଜେକ୍ଟ ଆପ୍ରୁଭାଲ୍ ହୋଇପାରୁନି। ଆମେ ସେ କଥା ବି ଚିନ୍ତା କରିଥିଲୁ। ଆମ 5 ଲକ୍ଷ 2024ରେ ଆମେ ଟାର୍ଗେଟ୍ ରଖି 2025ରେ ବି 5 ଲକ୍ଷ ଏବଂ ଆ ପାଇଁ ଗୋଟେ ସ୍ୱତନ୍ତ୍ର ପ୍ରସ୍ତୁତି ଯୋଜନା ନିଆଯାଇକି ଆମେ ପୁରା ମହାନଗର ନିଗମ ଏବଂ ସବୁ ବିଭାଗକୁ ଏଥିରେ ସମ୍ପୃକ୍ତ କରି ଆକୁ ଅଗ୍ରସର କରୁଛୁ। ପ୍ରଥମ କଥା ହେଉଛି ଯଦି ବଡ଼ ବଡ଼ ଗଛକୁ କାଟିବା ଅତି ଦରକାର, ତା'ର ବିକଳ୍ପ ହୋଇପାରିବ ଗଛ ଲଗାଇବା। ଗଛଟାକୁ ବର୍ତ୍ତମାନ ସାଇଣ୍ଟିଫିକ୍ ୱେରେ ଉଠେଇ ନିଆଯାଉଛି, ଅଲଗା ଜାଗାରେ ଲଗାଯାଉଛି, ତାହା କରିଦିଆଯାଇପାରିବ। କିନ୍ତୁ ସବୁଠୁ ବଡ଼ କଥା ହେଲା ସବୁ ଯତ୍ନ ନେବା ଦରକାର ଯେମିତି ବଡ଼ ବଡ଼ ଗଛ କଟା ନଯାଉ। ଯେମିତି ବର ଔସ୍ତ ଗଛ ଯେଉଁଠି ଅଛି ସେ କଟା ନଯାଉ। ଯଦି କଟାଯିବାର ଦରକାର ଅଛି, ବର୍ତ୍ତମାନ ତ ସାଇଣ୍ଟିଫିକ୍ ୱେରେ ତାକୁ ଉଠେଇ ନିଆଯାଉଛି, ତାକୁ ଉଠେଇ ନେଇକି ଅଲଗା ଜାଗାରେ ରିପ୍ଲେସ୍ କରିଦିଆଯାଉଛି, କିନ୍ତୁ କାଟି ଦିଆ ନଯାଉ। ମୁଁ ଗଛ କାଟିବାର ସମ୍ପୂର୍ଣ୍ଣ ବିରୋଧ। ସାର୍, କଟକରେ ମୋର୍ ଦ୍ୟାନ୍ 16,000 ଗଛ କଟା ହେଇଛି ଏ ବିଗତ 8 ବର୍ଷ ଭିତରେ। ସେହି ପରିମାଣରେ ସେହି ଅନୁପାତରେ କିନ୍ତୁ ଗଛ ଲଗା ହେଲା ନାହିଁ। ସବୁ ଡିପାର୍ଟମେଣ୍ଟ କହୁଛନ୍ତି ଆମେ ଲଗେଇବୁ। ସାର୍, ଏ ବାବଦରେ ଟିକେ ଶୁଣନ୍ତୁ, ଗୋଟେ ଗଛ ଯଦି ଲଗାଯାଏ, ଗୋଟେ ଗଛ କଟାଯାଏ, ସେ ଗଛଟା ନିଶ୍ଚୟ 50 ବର୍ଷର କି 25 ବର୍ଷର କି 100 ବର୍ଷର ହେଇଥିବ। କିନ୍ତୁ ଗୋଟିଏ ଗଛ ଯଦି ଲଗେଇବେ ଆପଣ
ତାର ଯେତେ ଯତ୍ନ ନେଲେ ବି ତା ଦେହରୁ 50% ଗଛ ମରିବ। এটা ନିଶ୍ଚିତ ଭାବରେ କଥା, କାହିଁକିନା ଯାହା କିନ୍ତୁ ତାଠୁ ଯଦି ଅଧିକା ନଷ୍ଟ ହେଲା ଗଛ ତାହେଲେ ଏଥିପାଇଁ କୌଣସି ଲୋକ ଦାୟୀ ରହିବ। ତେଣୁ ଗଛ ଯେଉଁଟା ଲଗାଉଛନ୍ତି ସେ ଗଛଟା ବୃଦ୍ଧି କରିବାର କେମିତି, ବଢ଼ିବ କେମିତି, ତାର ଯତ୍ନ ନେବା ଦରକାର। କେବଳ ଜଣେ ଯତ୍ନ ନେଲେ ହେବନି, କାହିଁକିନା ଇଏ ତ 5 ବର୍ଷର ସରକାର, ଇଏ ଗଛ ବଢ଼ିବ 25 ବର୍ଷ। ତେଣୁ ସେଟା ଗୋଟେ ପେରିନିଆଲ, ସବୁଦିନ ପାଇଁ ଗୋଟେ ପ୍ରଚେଷ୍ଟା ରହିବ ସେ ଗଛର କେମିତି ଯତ୍ନ ନିଆଯାଏ। ଆଉ ସେଥିପାଇଁ ଗୋଟେ ସ୍ୱତନ୍ତ୍ର ସ୍କ୍ୱାଡ଼ ତିଆରି କରିବା ଦରକାର। କାରଣ ଗଛ ପାଣି ସେମାନେ ଦେବେ, ସେମାନେ ସେ ଗଛ ଗୁଡ଼ିକ ଯେମିତି ବଢ଼ିବ ତାର ଯତ୍ନ ନେବେ। କିନ୍ତୁ ଗଛ କାଟିବା ମୁଁ ସମ୍ପୂର୍ଣ୍ଣ ବିରୋଧୀ। ଗଛ ଯେତେ ଦୂର ଯଦି ଅତି ଦରକାର ନ ହୁଏ କଟା ନ ଯାଉ, ଯଦି ଯେତିକି କଟା ଯାଉଛି ତାର 2 ଗୁଣ ଲଗାଯାଉ। ମୋ ନାଁ ହେଲା ସିଦ୍ଧାର୍ଥ ଶଙ୍କର ସାହୁ। ମୁଁ ହେଲି ଆସିଷ୍ଟାଣ୍ଟ କନଜରଭେଟର ଫରେଷ୍ଟ ସିଟି ଫରେଷ୍ଟ ଡିଭିଜନ ଭୁବନେଶ୍ୱର। ଶୁଣନ୍ତୁ, ଉନ୍ନୟନମୂଳକ ପ୍ରକଳ୍ପ ତ ଯେହେତୁ କି ଜନବସତିର ଅଭିବୃଦ୍ଧି ହେଉଛି, ସେଥିପାଇଁ ଉନ୍ନୟନ ମଧ୍ୟରୁ ସେ ଅନୁସାରେ କରିବାର ଅଛି। ତ ସେଇଥିପାଇଁ ପୁଣି ଆଉଥରେ ଆମେ ପ୍ଲାଣ୍ଟେସନ୍ ଭିନ୍ନ ଭିନ୍ନ ଜାଗାରେ ପୁଣି ଆଉଥରେ ତା ପ୍ରତିବଦଳରେ ଯେଉଁ ଜାଗାରୁ କଟା ହେଉଛି ବି ତା ପ୍ରତିବଦଳ ଅନ୍ୟ ଜାଗାରେ ଯାଇ ସେଇ ପ୍ଲାଣ୍ଟେସନ୍ ଆଉଥରେ ପୁଣି ଲାଗୁଛି। କେତେ ଟାର୍ଗେଟ ରଖିଛି ଏଥର ପ୍ଲାଣ୍ଟେସନ୍ କରିବା ପାଇଁ ଏବଂ କେଉଁ ସ୍ଥାନକୁ ଚାହାନ୍ତି? ଆପଣ ତ ଶୁଣିଥିବେ ଆମର ହାଡ଼ିଆ ପଠା ଯେଉଁ ଅଛି ସେଇଠି 423 ହେକ୍ଟର ଯେଉଁ ଅଛି ସେଇଠି ତାର ଫେଜ୍ ୱାଇଜ୍ ତାର ପ୍ଲାଣ୍ଟେସନ୍ ହେବ। ପୁଣି ତାକୁ ଛାଡ଼ିଲେ ପୁଣି ନଗର ବନୀକରଣରେ ଆମେ 10,000 ପ୍ଲାଣ୍ଟେସନ୍ ବି କରିବୁ ପୁଣି ସିଡଲିଙ୍ଗସର।